ओं नमो भगवते वासुदेवाय। श्रीमद्भागवत अष्टम स्कंध एकादश अध्याय। कहती व्यासंकर चाट शुण हे परीक्षित राट। सुकौवाच हरिंकी देखी देवगणे पुणी मिलिले घोर रणे। गोविंद अनुकंपा बळे समरे रहिले निश्चले। इंद्र पवन आदि बळे बेगे मिलिले दिगपाळे। निरते असुरंक गात्रे प्रहार कले नाना शस्त्रे। देवंक शस्त्राघाते फुटी असुर मले कोटि कोटि। असुर बल भग्न देखी इंद्र जे समर उपेक्षी। बड़ी समीपे बेगे मिली वज्र ऊंचाई महाबली। बोलई अति कोप मने अत्यंत कर्कश वचने। हरि हरि बोला। तुझे बोलाऊ महावीर संभाळ वज्राघात मोर। एमंत कही वज्र धरी बुलाई अंतराळ करी। शून्ये बुलांते शस्त्रवर देखी डरिले देवासुर। असुरे देखी हाहा पदे बळी गर्जई घोर नादे। बळी बदन इंद्र चाही निंदित वचन बोलाई। रे मूढ़ मोते माया करी जिणिबा प्राय मने धरी। नटर प्राये छंद कलु निज स्वभाव देखाइलु। कुहुके जेन्हे नट जन माया रे मोहे प्राणी मन। मायार बळे स्वर्ग जिणी इच्छा करंती जेबा प्राणी। ताहांक दर्प गंजी बेगे मुहिखे पई अधोभागे। एबे हो महासुर तोर अंग कुली सुरक्षा कर। ए वज्रे तोर शिर छेदी रखिबी अमर संपादी। एबे मो वज्राघात सह ज्ञातिंक तुले रुंड हुआ। हेमंत इंद्रर वचने बळी बोलई कोप मने। हरि हरि बोल। बळी उवाच काळर बळे ए संसारे युद्धे मिलंती जेते वीरे। जय अजय कीर्ति जस जेबार हई अवशेष। युद्धे मारिण जय घोषी मरणे स्वर्गे जेणु बसी। एणु सयळे जेते जन काळगरासे निबंधन। पंडित जन एहा जानी धर्म अधर्म परिमाणी। शोक रस पथे मन केबे हे न करंती छन्न। आम्भेश कळ एहा जानी आगम निगम प्रमाणी। एणु ए तोहर वचने मर्मताड़न अनुमाने। आम्भेता केबे हे न जाणु तुम्भर वीरपण जाणु। सुक कहंती तो समन शुण हो परीक्ष राजन। सुकौवाच हेमंत इंद्र आगे कही बळी धनुरे गुण देई। आकर्ण पुरी 10 बाण
ବେଗେ ବିନ୍ଧିଲା ଦୈତ୍ୟରାଣ। ଇନ୍ଦ୍ର ଉପରେ ବେଗେ ବାଜି ତଳେ ପଡ଼ିଲେ ସର୍ବେ ଭାଜି। ଗଜ ଶରୀରେ ପୁଷ୍ପମାଳ ବାଜି ପଡ଼ଇ ଯେହ୍ନେ ତଳ। ଇନ୍ଦ୍ର ଅମୋଘ ବଜ୍ର ଧରି ହୁଙ୍କାରେ ବଳିକି ପ୍ରହାରୀ। ହୃଦଏ ବାଜି ଶସ୍ତ୍ର ଗୋଟି ତକ୍ଷଣେ ବକ୍ଷସ୍ଥଳ ଫୁଟି। ବଳି ପଡ଼ିଲା ମହି ତଳେ ଶୂନ୍ୟେ ଦେଖନ୍ତି ଦିଗପାଳେ। ବଳିକି ଭୂମିଗତ ଚାହିଁ ଜମ୍ଭ ମିଳିଲା ବେଗେ ଯାଇ। ଦେଖିଣ ସଖାର ମରଣ ଆବରି କଲା ଘୋର ରଣ। ହରି ହରି ବୋଲ। ସିଂହ ବାହନେ ମହାବଳୀ ହୁଙ୍କାର ନାଦେ ଗଦା ତୋଳି। ଇନ୍ଦ୍ର ଉପରେ ପ୍ରହାରିଲା ସେ ଗଦା ହସ୍ତିରେ ବାଜିଲା। ଗଦା ପ୍ରହାରେ ଜ୍ଞାନ ହାରି ଗଜ ପଡ଼ିଲା ଇନ୍ଦ୍ର ଧରି। ଅଗ୍ରଚରଣ ବେନି ଫାଡ଼ି ଗର୍ଜଇ ମେଘ ଘଡ଼ଘଡ଼ି। ପଡ଼ିଲା ଅଚେତନ ହୋଇ ଦେଖି ମାତଳି ବେଗେ ଧାଇଁ। ରଥେ ସହସ୍ର ଅଶ୍ଵ ଯୋଖି ଇନ୍ଦ୍ର ନିକଟେ ଦେଲା ରଖି। ବିମାନ ଦେଖି ସୁରପତି ତକ୍ଷଣେ ତେଜି ନିଜ ହସ୍ତି। ବିମାନେ ବସି ବଜ୍ର ହସ୍ତେ ସମରେ ରହିଲା ଆୟତେ। ଜମ୍ଭ ମାତଳି କର୍ମ ଚାହିଁ ଧନ୍ୟ ବଚନେ ପ୍ରଶଂସଇ। ଚଳନ୍ତା ଶୂଳ ଧରି ବେଗେ ପିଟିଲା ମାତଳିର ଅଙ୍ଗେ। ସେ ଶୂଳ ପ୍ରହାର ମାତଳି ସହେ ସ୍ୱଭାବେ ମହାବଳୀ। ଇନ୍ଦ୍ର ଧାଇଁଲା ଦେଖି ବେଗେ ବଜ୍ର ପ୍ରହାରୀ ଜମ୍ଭ ଅଙ୍ଗେ। ବେଗେ ନାସିଲା ତାର ପ୍ରାଣ ଶୁଣ ପାଣ୍ଡବ ନୃପରାଣ। ଜମ୍ଭ ମରଣ ବଜ୍ରାଘାତେ ଦେଖି ତାହାର ଜ୍ଞାନ୍ତି ଯେତେ। ନାରଦ ମୁଖୁ ବାକ୍ୟ ଶୁଣି ଜୟ ଅଜୟ ନ ପ୍ରମାଣି। ନ ମୁଚି ବଳ ପାକ ସଙ୍ଗେ ଧାଇଁଲା ଶସ୍ତ୍ର ଘେନି ରାଗେ। ଇନ୍ଦ୍ର ନିକଟେ ବେଗେ ମିଳି ପୁରୁଷ ବାକ୍ୟ ଦେଇ ଗାଳି। ଶସ୍ତ୍ର ବରସନ୍ତି ଗହଳେ ଯେସନେ ଆକାଶ ମଣ୍ଡଳେ। ପବନ ବଳେ ମେଘମାଳ ପର୍ବତେ ବରସନ୍ତି ଜଳ। ଗର୍ଜନ କରି ବାଣପନ୍ତି ରଥ ଉପରେ ବରସନ୍ତି। ବଳ ସହସ୍ରେ ସରସନ୍ଧି ଅଶ୍ୱଙ୍କ ଉପରକୁ ବିନ୍ଧି। ଦଶ ନାରାଚେ ଦେବରାଜ ଛେଦିଲେ ସହସ୍ର ନାରାଚ। ସରସ ମୁହ ଭଗ୍ନ କଲା ତା ଦେଖି ପାକ କୋପ କଲା। ଧନୁ ଆକର୍ଷି କର୍ଣ୍ଣ ମୂଳେ ବେନି ନାରାଚ କୋପା ନଳେ। ମାତଳି ଉପରେ ପ୍ରହାରେ ଅଦ୍ଭୁତ ଘୋର ନାଦ କରେ। ନମୁଚି କରି ମହାରୋଷ ବାଣ ବିନ୍ଧିଲା ପଞ୍ଚଦଶ। ସୁବର୍ଣ୍ଣ ପକ୍ଷ ଲୌହ ମୁଖେ ଇନ୍ଦ୍ର ତା ଦୂରେ ଥାଇ ଦେଖେ। ବିନ୍ଧି ଗର୍ଜଇ ଘୋର ରଣେ ଜଳଦ ଅମ୍ବରେ ଯେସନେ। ଏମନ୍ତେ ଅସୁରଙ୍କ ଶସ୍ତ୍ରେ ଆଚ୍ଛାଦେ ଦେବରାଜ ରଥେ। ବରଷା କାଳ ରବି ଯେହ୍ନେ ଜିମୁତ ଆଚ୍ଛାଦେ ଗଗନେ। ଅସୁର ରଣ ରଙ୍ଗ ଦେଖି ଦେବେ ହୋଇଲେ ମହାଦୁଃଖୀ। ଅନାଥ ହେଲେ ରିପୁଡରେ ବଣିକ ଯେହ୍ନେ ସିନ୍ଧୁ ନୀରେ। ଅସୁର ବଳ ମଧ୍ୟେ ଗତେ ଦେବେ ପଡ଼ିଲେ ଅନାୟତେ। ପିଞ୍ଜରେ ଯେହ୍ନେ ପକ୍ଷୀ ଗଣେ ଇନ୍ଦ୍ର ଯେ ଥିଲେ ଘୋର ରଣେ। ଆବୋରି ଥିଲେ ଯେ ଦାନବ ଏମନ୍ତ ସମୟେ ବାସବ। ବାହାର ହେଲେ ଦିବ୍ୟ ରଥେ ରବି ଯେ ସନେ ନିଶିଅନ୍ତେ। ଅସୁର ବାଣେ ଦେବେ ଦୁଃଖୀ ସମ୍ଭ୍ରମେ ଇନ୍ଦ୍ର ତାହା ଦେଖି।
ବେଗେ ଧାଇଁଲେ ରଣ ମଧ୍ୟେ ବଜ୍ର ଉଞ୍ଚାଇ ଘୋର ନାଦେ ସେ ଅଷ୍ଟଧାର ବଜ୍ରାଘାତେ ଜିମୁତେ ଜେହ୍ନେ ଘୋର ବାତେ ବଳ ପାକର ଶିର ହାଣି ଘୋର ଶବଦେ ବଜ୍ରପାଣି ଦେଖି ତାଙ୍କର ବନ୍ଧୁକୂଳ ବିକଳେ ପଡ଼ନ୍ତି ଚହଳ ନମୁଚି ତାଙ୍କ ବଧ ଦେଖି ଦଣ୍ଡେ ହୋଇଲା ଅଶ୍ରୁମୁଖୀ ଶୋକ ସାଗରେ ସେ ବୁଡ଼ିଲା ପୁଣି କ୍ଷଣକେ କୋପ କଲା ଲୌହ ନିର୍ମିତ ଶୂଳକରେ ଘେନି ଧାଇଁଲା ଧାତିକାରେ ସେ ଶୂଳ ସୁବର୍ଣ୍ଣେ ବିରାଜେ ଚଳ ପ୍ରଚଳେ ଘଣ୍ଟି ବାଜେ ସେ ଶୂଳ ଘେନି ଅତି ବେଗେ ମିଳିଲା ସୁରନାଥ ଆଗେ ଇନ୍ଦ୍ର ଉପରେ ପ୍ରହାରିଲା ନିର୍ଭୟ ସିଂହନାଦ କଲା ଶୂଳ ଆସନ୍ତେ ଶୂନ୍ୟ ପଥେ ବାସବ ଧନୁ ଧରି ହସ୍ତେ ବାଣ ଛେଦିଲା ସତେ ଖଣ୍ଡେ ପାଷାଣ ଜେହ୍ନେ ଛତୁ ପିଣ୍ଡେ ପୁଣି କୁଳିସେ ପୁରନ୍ଦର ପେଶିଲା ନମୁଚି କନ୍ଧର ବଳ ପ୍ରହାର ନ କାଟିଲା କନ୍ଧରୁ ଚର୍ମ ନ ଛିଡ଼ିଲା ତା ଦେଖି ଇନ୍ଦ୍ର ବିଚାରଇ ଅଦ୍ଭୁତ ଦେଖିଲା ତା ନାହିଁ ବଜ୍ରରୁ ବଞ୍ଚିଲା କେମନ୍ତେ ଏ ବଡ଼ ସଂଶୟ ମୋଚିତେ ଏ ଶସ୍ତ୍ର ଅସୁରଙ୍କୁରଣେ ପ୍ରହାର କଲି ଅକାରଣେ ଏମନ୍ତେ ରଣ ମଧ୍ୟ ଗତେ ଶବଦ ଶୁଭେ ଅଦଭୂତେ ହରି ହରି ବୋଲା ଶୁଣ ହେ ଚକ୍ର ଏକ ଚିତ୍ତେ ନବେ ଦେ ଶୁଷ୍କ ଆର୍ଦ୍ର ଶସ୍ତ୍ରେ ପୂର୍ବେ ଏକଲା ତପ ଘୋର ଏହାକୁ ଦେଇ ଅଛୁବର ଅଜେୟ ହୋଇଲା ସ୍ୱଭାବେ ଅଜୟ ଯୁଦ୍ଧ ମହାର୍ଣ୍ଣବେ ଶୁଷ୍କ ଆର୍ଦ୍ରକ ଅସ୍ତ୍ର ଶସ୍ତ୍ରେ ଏଣୁ ନ ଭେଦେ ଏହା ଗାତ୍ରେ ଏବେ ତୁ ଶୁଣ ମଘବାନ ଏହା ମରଣେ କର ଧ୍ୟାନ ଯେ ତୋତେ ଦିଶେ ଧ୍ୟାନ ମାର୍ଗେ ତେଣେ ଜୀବନ ହରେ ବେଗେ ଏମନ୍ତେ ଶୂନ୍ୟ ବାଣୀ ଶୁଣି ବାସବ ଧ୍ୟାନେ ମନେ ଗୁଣି ଧ୍ୟାନେ ଦେଖଇ ଜନ ଫେନ ତା ଦେଖି ବିଚାରଇ ମନ ଏ ଆର୍ଦ୍ର ଶୁଷ୍କ ଯେ ବୋলাই ଏଣେ ନା ଆସିବି ତାର ଦେହି ଏମନ୍ତ ମନେ ବିଚାରନ୍ତେ ଫେନ ମିଳିଲା ଆସି ହସ୍ତେ ନମୁଚି ଅଙ୍ଗେ ପ୍ରହାରିଲା ତକ୍ଷଣେ ଶିର ତା ଛିଡ଼ିଲା ସମରେ ନମୁଚି ମରଣେ ମିଳିଲେ ଋଷି ଦେବଗଣେ ଇନ୍ଦ୍ର ଉପରେ ପୁଷ୍ପ ବୃଷ୍ଟି କରନ୍ତି ଚିତ୍ତେ ହୋଇ ତୁଷ୍ଟି ଗନ୍ଧର୍ବ ଅପସରା ବୃନ୍ଦେ ନୃତ୍ୟ କରନ୍ତି ଗୀତ ନାଦେ ଜୟ ଦୁନ୍ଦୁବି ରଣ ବାଜେ ଦେବ ଦାନବ ରଣ ମାଝେ ଏହି ପ୍ରକାରେ ଦିଗ ପାଳେ ବରୁଣ ପବନ ଅନଳେ ଅସୁର ବଳ ସର୍ବ ମାରି ପଶୁଙ୍କୁ ଯେସନେ କେଶରୀ ଅସୁର ବଳ ଭଗ୍ନ ଶୁଣି ନାରଦେ ପେଶି କୁଶ ପାଣି ଦେବଗଣଙ୍କୁ ବୋଧ କଲେ ଯୁଦ୍ଧ ନ କର ଆଜ୍ଞା ଦେଲେ ହରି ହରି ବୋଲ ନାରଦ ସର୍ବଦେବଗଣେ ପ୍ରବୋଧ କଲେ ଜଣେ ଜଣେ ବୋଲନ୍ତି ଦେବଗଣ ଚାହିଁ ସମର କରୁଛ କିମ୍ ପାଇଁ ସିନ୍ଧୁ ମନ୍ଥନେ ପାଇ ପ୍ରାସ ଅସୁରେ ହୋଇଲେ ନିରାଶ ତୁମ୍ଭେ ଅମୃତ ପାନ କରି ଲଭିଲ ସ୍ୱର୍ଗ ଶୁଭ ସିରି କହନ୍ତି ସୁକ ବ୍ରହ୍ମଜତି ଶୁଣ ପରୀକ୍ଷ ମହିପତି ନାରଦ ବାକ୍ୟ ଶୁଣି ଭଲେ
ত্রিদশে সমরণ কলে আনন্দে নৃত্য গীত করি দেবে চলিলে নিজ পুরী যুদ্ধে অসুর যেতে থিলে নারদ বাক্যে বাহুড়িলে ব্রহ্মানন্দন বাক্য মানি বলির মৃত্যু পিণ্ড ঘেনি সকলে মিলিয়ে কমেলে পশ্চিম অস্তগিরি গলে যে অবাসীর উর ছিড়ি রণভূমিরে থিলে পড়ি শুক্রর মৃত্যু সঞ্জীবনে সকলে লভিলে জীবনে বলিকি শুক্র ঘেনি কোলে আসনে বসাই নিশ্চলে শুক্র স্পরশে বলি স্মৃতি লভিলা ইন্দ্রি বল বৃত্তি শুক্রଙ୍କ মন্ত্রে তোষ ହୋଇ বলি উঠিলা জ্ঞান পাই যুদ্ধে হারিবা কো প্রারম্ভে সংহরি রহে নিজ দম্ভে সুজনেণে কর ভাব এভাবে সংসারু তরিব ভোলই দাস জগন্নাথ অদ্ভুত বিষ্ণুর চরিত ভাবে बोलई दास जगन्नाथ भावे अद्भुत विष्णुर चरित हरि हरि बोल इति श्रीमद्भागवते महापुराणे पारमहंस्यां संहितायां अष्टम स्कंदे देवासुर संग्रामे नाम 11 अध्यायः।